ଦେଖନ୍ତୁ ଆଜି ସମବାୟ ସପ୍ତାହ ବର୍ଷ ପାଳନ କରାଯାଉଥିଲା। ତାର ବିଜ୍ଞାପନ ଜିଲ୍ଲା ସ୍ତରୀୟ ଆଜି ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା। ସେଥିରେ ସମବାୟ ବିଭାଗ ତରଫରୁ ଗତ ବର୍ଷ ପର୍ଯ୍ୟନ୍ତ ଯାହା ଯାହା ପ୍ରୋଗ୍ରାମ ହାତକୁ ନେଇଥିଲେ, ତାଙ୍କର ଯେଉଁ ହେଇଥିଲା ବାର୍ଷିକ ଖସଡ଼ା, ସେ ଅନୁଯାୟୀ ଯାହା ଯାହା ପ୍ରୋଗ୍ରାମ ନେଇଥିଲେ ତାର ଆଜି ଅନ୍ତିମ ଦିବସ। ସେମାନେ କିଛି ପ୍ରୋଗ୍ରାମ ବର୍ଷ ଯାକ କରିଥିଲେ, ଯେମିତିକି ଆମର ସଫେଇ କାର୍ଯ୍ୟକ୍ରମ, ଚାଷୀଙ୍କୁ ସଚେତନ କରିବା, ରକ୍ତଦାନ ଶିବିର, ବିଭିନ୍ନ ପ୍ରକାର କମ୍ପିଟିସନ ୱାର୍କସପ୍ ଏସବୁ କରିଥିଲେ, ଯେଉଁଥିରେ କି ବିଭିନ୍ନ ପିଲା ମଧ୍ୟ ପ୍ରାଇଜ୍ ପାଇଥିଲେ ଗତ ମାସରେ। ତାର ଉଦ୍ଯାପନୀ ଉତ୍ସବ ମୁଖ୍ୟତଃ ସମବାୟ ବିଭାଗ ତରଫରୁ ଯାହା ଯାହା ପ୍ରୋଗ୍ରାମ ହାତକୁ ନିଆଯାଉଛି, ଲୋକଙ୍କୁ କେମିତି ସଚେତନ କରାଯାଉଛି, ଚାଷୀମାନଙ୍କ ସମସ୍ୟା କେମିତି ଦୂର କରାଯାଉଛି, ତା ଉପରେ ଆଜି ଆଲୋକପାତ କରାଗଲା। ତ ମୁଖ୍ୟତଃ ଚାଷୀଙ୍କର ଯେଉଁ ଆଗାମୀ ଦିନରେ ସେମାନେ ଧାନ ମଣ୍ଡିରେ ଧାନ ବିକ୍ରି କରିବେ, ତା ଉପରେ ମଧ୍ୟ ଡିସ୍କସନ୍ କରାଗଲା, ଯେମିତି ସେମାନେ ବିନା ଅସୁବିଧାରେ ବିନା କୌଣସି ପ୍ରୋବ୍ଲେମରେ କେମିତି ଧାନ ବିକ୍ରି କରିପାରିବେ ଏବଂ ସରକାରଙ୍କ ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇଛି ସେ ମୂଲ୍ୟ କେମିତି ସେମାନେ ପାଇପାରିବେ ବ୍ୟାଙ୍କ ଆକାଉଣ୍ଟରେ, ତା ଉପରେ ମଧ୍ୟ ଆଜି ଡିସ୍କସନ୍ କରାଗଲା। ଏବଂ ମିଲର ମାନେ କେମିତି ଶୀଘ୍ର ତାଙ୍କର ଧାନ ଉଠାଇ ପାରିବେ ମଣ୍ଡିରୁ, ତା ଉପରେ ମଧ୍ୟ ଆଜି ନିର୍ଦ୍ଦେଶ ଦିଆଗଲା। ଆଉ ମୁଁ ଆଶା କରୁଛି ସମବାୟ ବିଭାଗ ତରଫରୁ ଯାହା ପ୍ରୋଗ୍ରାମ ହାତକୁ ନିଆଯାଇଛି ନିଶ୍ଚିତ ସଫଳ ହେବ ଏବଂ ତାଙ୍କର ସୋସାଇଟିର ସେକ୍ରେଟାରୀ ମାନେ ମଧ୍ୟ କୋଅପରେସନ୍ କରିବେ ଏବଂ ଚାଷୀଙ୍କୁ ସାହାଯ୍ୟ କରିବେ। ସମବାୟ ଚାଷୀଙ୍କର ଦ୍ୱାରକୁ ଯିବ କିମ୍ବା ପ୍ରତ୍ୟେକ ଚାଷୀର ଦ୍ୱାରକୁ ଯାଇକି ସମବାୟ ବିଭାଗର ଉପଯୋଗିତା ବୁଝାଇବ ଏବଂ ସମବାୟ ବିଭାଗ ହେଉଛି କୃଷି ଓ ସମବାୟ ଦୁଇ ଜଣ ହେଉଛନ୍ତି ଦୁଇଜଣ ପରସ୍ପର ପରିପୂରକ ଭାବେ ସମ୍ପର୍କ ଅଛି। ସମବାୟ ବିଭାଗ କୃଷକଙ୍କୁ ନଥିଲେ ଚଳିପାରିବନି। କୃଷକ ଉତ୍ପାଦିତ ଦ୍ରବ୍ୟ ସମବାୟ ବିଭାଗ ଜରିଆରେ ମଣ୍ଡି ଜରିଆରେ ବିକ୍ରି କରୁଛି। ତେଣୁ ଆଉ ସଶକ୍ତ କରିବା ପାଇଁ ପୁରା ଆଉ ସଶକ୍ତ କରିବା ପାଇଁ ଆଗାମୀ ଦିନରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରୟାସ କରି ଏସବୁ ବିଭିନ୍ନ ଉପାୟରେ କାର୍ଯ୍ୟକ୍ରମ ଚାଲିଛି, ତାକୁ ଯୋଡ଼ି ହେବାକୁ ପଡ଼ିବ। କୃଷକମାନଙ୍କୁ ଆହୁରି ଉତ୍ସାହିତ କରିବାକୁ ପଡ଼ିବ ଯେ ସମବାୟ ବିଭାଗ ଦ୍ୱାରା ଚାଷୀଙ୍କର ଭବିଷ୍ୟତ ଅଛି, ତାକୁ ନେଇକରି ଆଗାମୀ ଦିନରେ କୃଷକମାନେ କିପରି ଭାବରେ ସବୁ ପ୍ରକାର ଉତ୍ପାଦିତ ଦ୍ରବ୍ୟ ମଣ୍ଡି ଜରିଆରେ ବିକ୍ରି ସମବାୟ ଦ୍ୱାରା ଲାଭବାନ ପାଇପାରିବେ, ଏ ଉଦ୍ଦେଶ୍ୟ ନେଇକି ଆଜି ଏ କାର୍ଯ୍ୟକ୍ରମରେ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ ହୋଇଛି, ଉଦ୍ଯାପନ ବି ହୋଇଯାଇଛି। କିନ୍ତୁ ଗଜପତି ଜିଲ୍ଲାରେ ଯେଉଁ ପ୍ରଶାସନିକ ଲେଭେଲରେ ଅଛନ୍ତି ଅଫିସରମାନେ ସେମାନେ ଅଣଦେଖା କରି କିଛି ସେକ୍ରେଟାରୀମାନଙ୍କୁ ଡାକିକିରି ଯେ ପ୍ରୋଗ୍ରାମ କରୁଛନ୍ତି, କିନ୍ତୁ ଏଇଟା ଠିକ୍ ନାହିଁ। ଗାଁ ସବୁ ସମସ୍ୟାରେ ରହିଯାଉଛି। ଚାଷୀର ସମସ୍ୟା ସମାଧାନ ହେବ ବୋଲି ପ୍ରଶାସନ ଲେଭେଲରେ କିଛି ତତ୍ପର ଦେଖାଉନାହାନ୍ତି। ସେଥିପାଇଁ ମୁଁ ବାରମ୍ବାର ସେମାନେ ଫୋନ୍ରେ କହୁଥିଲି, କିନ୍ତୁ ଏବେ ପର୍ସନାଲ ମିଶିକିରି ଆମ BCC ବ୍ୟାଙ୍କ ଦ୍ୱାରା ମେନ୍ ମେଳା ଆସିକି ବରହମପୁର ବ୍ୟାଙ୍କ ଅନ୍ୟ ଅଫିସର ତାକୁ ଏ ବିଷୟ ନେଇକରି କହିଛି। ଆଉ ଏ ମଣ୍ଡିରେ ଯେତିକି ଅବ୍ୟବସ୍ଥା ରହିଛି ସେଇଥିର ବ୍ୟବସ୍ଥା ଏ ବର୍ଷ ହେବ। ଆଗରୁ ଯାହା ହେଇଛି କିନ୍ତୁ କାମିଂ ମଣ୍ଡି ପ୍ରୋକ୍ୟୁରମେଣ୍ଟରେ ଆଉ ସେ ଟାଇପ୍ର ରିପିଟ୍ ହେବନି ବୋଲି ସେମାନେ ଆମକୁ ୱାର୍ଡ ଦେଇଛନ୍ତି। ଚାଷୀ ଭାଇମାନେ ସମସ୍ତେ ଆସିଥିଲେ। ଆମେ ଚାଷୀକୁ ସମବାୟ ସମିତିକୁ ଯେଉଁ ରିଲେସନ୍ ଯେଉଁ ପ୍ରକାର ଅଛି, ଯଦି ଚାଷୀ ଯଦି ଡେଭଲପମେଣ୍ଟ ହେବାର ଅଛି, ଚାଷୀ ଯଦି ଆଗକୁ ଯିବାର ଅଛି ମାନେ ସମବାୟ ସମିତିର ସବୁ ପ୍ରକାର ସୁବିଧା, ସବୁ ପ୍ରକାର ଫାଇନାନ୍ସିଆଲ ଫେସିଲିଟିଜ୍ ସମବାୟ ସମିତିରେ ପାଇବାର ଅଛି ବୋଲେ ସେକ୍ରେଟାରୀ ମାନେ ତା ସହିତ BCC ବ୍ୟାଙ୍କର ଶାଖା ମ୍ୟାନେଜର ସମସ୍ତେ କୋଅପରେଟ୍ କଲେ ଚାଷୀମାନେ ବିଭିନ୍ନ ପ୍ରକାର ଗଭର୍ଣ୍ଣମେଣ୍ଟର ଯେଉଁ ସ୍କିମ୍ ଯାକ ଅଛି, ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ହେଉ ନହେଲେ ଅନ୍ୟାନ୍ୟ ଯେଉଁ ସ୍କିମ୍ ଯାକ ଅଛି ଚାଷକୁ ସମ୍ବନ୍ଧିତ, ଆମେ ବ୍ୟାଙ୍କ ସହଯୋଗ ଦ୍ୱାରା ସୋସାଇଟି ମାଧ୍ୟମରେ ଆମେ ଲୋକାଲ ଚାଷୀମାନଙ୍କୁ ଫାର୍ମର୍ସକୁ ଲୋନ୍ ଦେଇ ତାଙ୍କୁ ଯେଉଁ ବିଭିନ୍ନ ପ୍ରକାର ବିଜନେସ୍ ସମ୍ପ୍ରଦାୟ ବ୍ୟବସାୟକୁ ଛାଡ଼ି ପୋଲ୍ଟ୍ରି ଫାର୍ମ ଡାଏରୀ ଫାର୍ମ ବିଭିନ୍ନ ପ୍ରକାର ଯେଉଁ ଅଛି ସ୍କିମ୍ ଯାକ ଫିସରୀ ଫାର୍ମ ବିଭିନ୍ନ ପ୍ରକାର ଫାର୍ମ ବୋଲେ କମର୍ସିଆଲ କ୍ରାଫ୍ଟ ଯାକ ଚାଷୀମାନଙ୍କୁ ଦେଲେ ଚାଷୀମାନେ ଅତି ଶୀଘ୍ର ଉନ୍ନତି ହେବାର ସମ୍ଭାବନା ଅଛି। ଏ ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ତଥା ଚାଷୀ ସଭ୍ୟମାନଙ୍କୁ ଅଧିକରୁ ଅଧିକ ସମବାୟ ଆନ୍ଦୋଳନରେ ସାମିଲ କରିବା, ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା ଏବଂ ସମବାୟ ସଂସ୍ଥା ଦ୍ୱାରା ତାଙ୍କୁ କିପରି ଅଧିକ ଭାବରେ ବ୍ୟବସାୟିକ କରି ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ।